কবিতা বার্তা ଓ କବି ସଚ୍ଚିଦାନନ୍ଦ ରାଉତରାୟ ଏକ ସଂକ୍ଷିପ୍ତ ଆଲୋଚନା। କବି ସଚ୍ଚିଦାନନ୍ଦ ରାଉତରାୟ ଥିଲେ ଆଧୁନିକ ଓଡ଼ିଆ କବିତାରେ ନୂତନ ଚେତନାର ବାର୍ତ୍ତାବହ। ବାକ୍ ରୀତି ସହିତ କାବ୍ୟ ରୀତିର ସଫଳ ସମନ୍ୱୟ ଥିଲା ତାଙ୍କ କବିତାର ବିଶେଷତ୍ୱ। ପାଥେୟ, ପୂର୍ଣ୍ଣିମା, ବାଜିରାଉତ, ଅଭିଯାନ, ପଲ୍ଲୀଶ୍ରୀ, ଭାନୁମତୀର ଦେଶ ଓ ପାଣ୍ଡୁଲିପି ଆଦି କବିତାରୁ ଆରମ୍ଭ କରି ସାମ୍ୟବାଦୀ ଚେତନାର ଅପୂର୍ବ ପ୍ରତିଫଳନ ତାଙ୍କ କବିତାମାନଙ୍କରେ ଦେଖିବାକୁ ମିଳେ। ଆଲୋଚ୍ୟ ବାର୍ତ୍ତା କବିତାଟି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ଜ୍ଞାନପୀଠ ପୁରସ୍କାର ବିଜୟୀ ପାଣ୍ଡୁଲିପି କବିତା ସଂକଳନରୁ ସଂଗୃହୀତ। ଦାସତ୍ୱ ବନ୍ଧନରେ ନିଷ୍ପେଷିତ ମଣିଷମାନଙ୍କୁ କବି ଏଥିରେ ଦେଖାଇଛନ୍ତି ମୁକ୍ତିର ସ୍ୱପ୍ନ। ଅତ୍ୟାଚାରୀମାନଙ୍କ ଠାରୁ ମୁକ୍ତି ପାଇଁ ବ୍ୟକ୍ତିକୁ ଆତ୍ମ ଉତ୍ସର୍ଗ କରିବାକୁ ପଡ଼ିବ ବୋଲି କବି ଏଠାରେ ଉପସ୍ଥାପନ କରିଛନ୍ତି। ମାନବ ସମାଜରେ ଶତାବ୍ଦୀ ଶତାବ୍ଦୀ ଧରି ଗରିବ, ନିରୀହ, ଦରିଦ୍ର ଓ କର୍ମଠ କିନ୍ତୁ ସର୍ବହରା ମଣିଷମାନଙ୍କ ଉପରେ ପୁଞ୍ଜିପତି ତଥା ସୁବିଧାବାଦୀ ବ୍ୟକ୍ତିମାନେ ଅମାନୁଷିକ ଅତ୍ୟାଚାର କରି ଆସୁଛନ୍ତି। ଫଳସ୍ୱରୂପ ଯନ୍ତ୍ରଣାର ଅନୁଭୂତି ସେମାନଙ୍କ ପାଖରେ ତୀବ୍ର ହୋଇ ଉଠିଛି। ସହସ୍ର ଶତାବ୍ଦୀର ଯନ୍ତ୍ରଣା ଜର୍ଜରିତ ସିଂହଦ୍ୱାରରୁ କବି ନିଜେ ଦୂତ ହୋଇ ଶ୍ରେଣୀ ସଂଘର୍ଷ ଭିତରୁ ମୁକ୍ତିର ବାର୍ତ୍ତା ଘେନି ଆସିଛନ୍ତି, ଯେଉଁଠି ଜୀବନର ସମ୍ଭାବନା ମୂର୍ତ୍ତିମାନ, ଯେଉଁଠି ପ୍ରାଚୀର ପ୍ରାନ୍ତର ରୂପୀ ଶୃଙ୍ଖଳର ବନ୍ଧନ ନାହିଁ। ସାଧାରଣ ଲୌକିକ ଜ୍ଞାନକୁ ଆଧାର କରି ମାନବ ଶିଶୁ ବନାମ ନରବ୍ରହ୍ମମାନଙ୍କୁ ଜାଗି ଉଠିବା ପାଇଁ କବି ସଚ୍ଚିଦାନନ୍ଦ ରାଉତରାୟ ଏଠାରେ ଆହ୍ୱାନ ଦେଇଛନ୍ତି। କବିଙ୍କ ଭାଷାରେ ଶତାବ୍ଦୀର ସିଂହଦ୍ୱାରରୁ ଆସିଅଛି ଦୂତ, ଆଣିଅଛି ବାର୍ତ୍ତା ଭବିଷ୍ୟର। ଶତାବ୍ଦୀର ସିଂହଦ୍ୱାରରୁ ଆସିଅଛି ଦୂତ, ଆଣିଅଛି ବାର୍ତ୍ତା ଭବିଷ୍ୟର। ଜୀବନର ସମ୍ଭାବନା ଯହିଁ ମୂର୍ତ୍ତିମାନ, ନାହିଁ ଯହିଁ ପ୍ରାଚୀର ପ୍ରାନ୍ତର। ଜାଗ ହେ ମାନବ ଶିଶୁ, ଜାଗ ନର ବ୍ରହ୍ମ, ଜାଗ ଧରି ଲୌକିକର ଜ୍ଞାନ। କବିଙ୍କ ମତରେ ଯୁଗବ୍ୟାପୀ ହୀନ ଦାସତ୍ୱର ଶୃଙ୍ଖଳରୁ ମୁକ୍ତି ପାଇଁ ସର୍ବହରା ମଣିଷମାନେ ଦୃଢ଼ ଓ ରୂଢ଼ ହୋଇ ପ୍ରତିଶୋଧ ନେବାର ସମୟ ଆସିଛି। ଏତେଦିନ ଯାଏଁ
ଆଇନ କାନୁନ ରୂପୀ ଶୃଙ୍ଖଳା ତଥା ଲୌହ କାରାଗାର କେବଳ ଏହି ସର୍ବହରା ଜାତିକୁ ନିୟନ୍ତ୍ରଣ କରିବା ପାଇଁ ରହିଆସିଛି। ଅତ୍ୟାଚାରୀ ସାମନ୍ତ, ଜମିଦାର, ପୁଞ୍ଜିପତି ମାନଙ୍କ ଅତ୍ୟାଚାରର କୈଫିୟତ ମାଗୁଛି ଏହି ମାନବ ଶ୍ରେଣୀ ରୁଦ୍ର ଭୈରବ ଠାଣିରେ। ସେଥିପାଇଁ କବି କୁହନ୍ତି, ଦୃଢ଼ ହୁଅ, ରୂଢ଼ ହୁଅ, ନିଅ ପ୍ରତିଶୋଧ, ଯୁଗବ୍ୟାପୀ ହୀନ ଦାସତ୍ୱର ସମୟ ଆସିଛି ଆଜି ପଚାରିବା ପାଇଁ ଦୀପ୍ତ କଣ୍ଠେ ହେ ମାନବ ପୁତ୍ର। ଏତେ ଦିନ ଶୃଙ୍ଖଳାଟା ଥିଲା କାହା ପାଇଁ, କିମ୍ବା ଥିଲା ଲୌହ କାରାଗାର? ଯୁଗ ଯୁଗ ଧରି ଯେତେ ଭୀମ ଅତ୍ୟାଚାର ପୀଡ଼ା ଦେଲା ମାନବ ଆତ୍ମାକୁ, ମାଗିବାକୁ କୈଫିୟତ ଆଜି ତ ତାହାରି ବେଳ ହେଲା। ହେ ରୁଦ୍ର ଭୈରବ, ଅନୁଭୂତି ହିଁ ମଣିଷ ମନରେ ପ୍ରତିକ୍ରିୟାଶୀଳତା ସୃଷ୍ଟି କରେ। ଯନ୍ତ୍ରଣା ଜର୍ଜରିତ କୀଟ ସମ ଦଗ୍ଧ ହେଲେ ହେଁ ଗୋଟିଏ ଜାତି ପରିଶେଷରେ ବିପ୍ଳବୀ ହୁଏ। କେବଳ ବିପ୍ଳବ ଫଳରେ ହିଁ ମୁକ୍ତିର ସୂର୍ଯ୍ୟ ଉଦୟ ହୁଏ। ଆସେ ନୂତନ ସୃଜନ, ନୂତନ ସମ୍ଭାବନା। ଏହି ଜ୍ଞାନ ରଶ୍ମିକୁ ନେଇ ଅତ୍ୟାଚାରିତ ମଣିଷ ସେହି ପୀଡ଼ନର ଇତିହାସକୁ ବୁଝିପାରେ। ଏହି ଶ୍ରେଣୀ ଚେତନାର ଉଚ୍ଛେଦ ପାଇଁ ସ୍ୱେନ ପରି ପ୍ରତିଶୋଧ ନେବାକୁ କବି ସଚ୍ଚିଦାନନ୍ଦ ରାଉତରାୟ ସର୍ବହରା ମଣିଷ ଶ୍ରେଣୀକୁ ପରାମର୍ଶ ଦେଇଛନ୍ତି। କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଭାଷାରେ, ଶତାବ୍ଦୀର ସିଂହଦ୍ୱାରୁ ଆସିଅଛି ଦୂତ, ଆଣିଅଛି ବର ଦେବତାର, ଦଗ୍ଧ ହୁଅ, ଭସ୍ମ ହୁଅ, ହେ ମନୁଷ୍ୟ ପୁତ୍ର, କୀଟ ସମ ହୁଅ ନିଷ୍ପେଷିତ, ଲଭ ତହୁଁ ଜ୍ଞାନ ରଶ୍ମି, ଲଭ ତହୁଁ ଜ୍ଞାନ ରଶ୍ମି, ବୁଝ ଆଜି ମୂଢ଼, କାରଣ କେ ସେହି ପୀଡ଼ନର, ତାହାରି ଉଚ୍ଛେଦ କର, ତାହାରି ଉଚ୍ଛେଦ କର, କରରେ ନିର୍ମୂଳ, ସ୍ୱେନ ପରି ନିୟ ପ୍ରତିଶୋଧ, ସ୍ୱେନ ପରି ନିୟ ପ୍ରତିଶୋଧ। ତଥାକଥିତ ସୁବିଧାବାଦୀ ପୁଞ୍ଜିପତି ଶୋଷକଙ୍କ ଉପରେ ପ୍ରତିଶୋଧ ନେବା ହିଁ ଅତ୍ୟାଚାରିତ ପୀଡ଼ିତ ମାନବ ଜାତିର ମହାଧର୍ମ ଏବଂ ମହା ଶ୍ରେଣୀ ଚେତନା। ଏଣୁ ଯୁଗ ଯୁଗରୁ ଏହି ଭସ୍ମତା ଭିତରୁ ପ୍ରତିକ୍ରିୟାଶୀଳତାର ଦୀକ୍ଷା ନେବାକୁ କବି ଏଠାରେ ଆହ୍ୱାନ ଦେଇଛନ୍ତି। ଏହି ମୁକ୍ତିର ଦୀକ୍ଷା ସଫଳ ହେଲେ ହିଁ ଉତ୍ପୀଡ଼ନର ଇତିହାସ ଧନ୍ୟ ହେବ, ପୀଡ଼ନର ଜୟ ହେବ ଏବଂ ଶାନ୍ତିର ଦୂତ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶର ସାଧନା ଜୟଲାଭ କରିବ ବୋଲି କବି ସଚ୍ଚିଦାନନ୍ଦ ଏଠାରେ ମତ ପୋଷଣ କରିଛନ୍ତି। କବିଙ୍କ ଦୃଢ଼ କଣ୍ଠରେ ଏହିପରି ଯେ, ସେହି ତୋର ମହାଧର୍ମ, ତୋ ଶ୍ରେଣୀ ଚେତନା,
ସେହି ତୋର ମହାଧର୍ମ ତୋ ଶ୍ରେଣୀ ଚେତନା, ଭସ୍ମ ମଧ୍ୟ ଘେନ ଏହି ଦୀକ୍ଷା। ଧନ୍ୟ ହେଉ ଉତ୍ପୀଡ଼ନ, ଜୟ ହେଉ ପୀଡ଼ନର, ଜୟ ଲଭୁ କୃଶର ସାଧନା। ଧନ୍ୟ ହେଉ ଉତ୍ପୀଡ଼ନ, ଧନ୍ୟ ହେଉ ପୀଡ଼ନର, ଜୟ ଲଭୁ କୃଶର ସାଧନା, ଜୟ ଲଭୁ କୃଶର ସାଧନା। ଦାସତ୍ୱ ବନ୍ଧନରେ ନିଷ୍ପେଷିତ ମଣିଷମାନଙ୍କ ପାଇଁ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତା ବାର୍ତ୍ତା ଏକ ମୁକ୍ତିର ସ୍ୱପ୍ନ। ଏହି ସ୍ୱପ୍ନ ନିଷ୍ପେଷିତ ମଣିଷର ବିପ୍ଳବ ଦ୍ୱାରା ହିଁ ସାକାର ହୋଇପାରିବ। ଯଥାର୍ଥରେ ଆଲୋଚ୍ୟ କବିତା ବାର୍ତ୍ତା ନିଃସନ୍ଦେହ ଭାବେ ଏକ ଉଚ୍ଚ କୋଟିର ପ୍ରଗତିବାଦୀ ଆହ୍ୱାନର ବାର୍ତ୍ତା ବହନ କରିଛି କହିଲେ ସମ୍ପୂର୍ଣ୍ଣ ଠିକ୍ ହେବ।